ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆମେ ଭାଗବତ କାହିଁକି ପଢ଼ିବା? ପ୍ରତ୍ୟେକ ମନୁଷ୍ୟ ଜାଣନ୍ତରେ ହେଉ ବା ଅଜାଣତରେ ହେଉ କିଛି ନା କିଛି କିଛି ନା କିଛି କାର୍ଯ୍ୟ କରୁଛନ୍ତି। ଏମିତିକି ଆମେ ଯଦି କଥାବାର୍ତ୍ତାରେ କାହାରିକୁ ମିଛ କହିଦେବା ବା କହିଦେଇଛେ, ସେ ହେଉଛି ସବୁଠାରୁ ଦୁଃଖର କଥା। ଏବେ ଦୂରଭାଷା ବା ଫୋନ୍ ମାଧ୍ୟମରେ ଆମ୍ଭମାନଙ୍କର ସଦାସର୍ବଦା ମିଥ୍ୟା କଥା ପାଟିରୁ ବାହାରି ଆସୁଛି। ଆମ୍ଭେମାନେ ଯାନବାହନରେ ଗଲାବେଳେ ଆମ୍ଭ ଅଜାଣତରେ କେତେ ଜୀବଜନ୍ତୁ ପ୍ରାଣ ହରାଇଥାନ୍ତି। ଆମେ ତାକୁ ଜାଣିଶୁଣି କରୁନାହୁଁ। ଅଜାଣତରେ କେତେ କ'ଣ ହୋଇଯାଉଛି। ଆମ ବାଡ଼ି ବଗିଚାରେ ଫୁଲ ଗଛ ହେଉ ବା ଫସଲ ହେଉ, ସେଥିରେ ପୋକ ଲାଗିଲେ ଆମେ ଔଷଧ ପ୍ରୟୋଗ କରିଥାଉ। ଏହା ଦ୍ୱାରା କେତେ ପୋକ, ଜୋକ, କୀଟ, ପତଙ୍ଗ ଇତ୍ୟାଦି ପ୍ରାଣ ହରାଇଥାନ୍ତି। ଆମ ପିତାମାତା ଗୁରୁଜନଙ୍କ ଭଳି ଲୋକମାନଙ୍କୁ ଜାଣନ୍ତରେ ହେଉ ବା ଅଜାଣତରେ ହେଉ କଥାବାର୍ତ୍ତାରେ ବେଳେବେଳେ କଟୁ କଥା କହିଦେଇଥାଉ। ସେଥିରୁ ଦୁଃଖ ପ୍ରକାଶ କରନ୍ତି। କଥାରେ ଅଛି, ବୃକ୍ଷ ହିଁ ଜୀବନ। ବୃକ୍ଷ ନଥିଲେ ମନୁଷ୍ୟ ବଞ୍ଚିବା କଷ୍ଟଦାୟକ। ଆମର ନିହାତି ବୃକ୍ଷରେ କାର୍ଯ୍ୟ ଅଛି। କାରଣ ଘରକରଣା ଜିନିଷପତ୍ର ପାଇଁ ହେଉ ବା କୌଣସି ସ୍ୱାର୍ଥ ପାଇଁ ଆମେ ବୃକ୍ଷକୁ କାଟି ଦେଉଛେ, ହେଲେ ଗୋଟିଏ ହେଲେ ବୃକ୍ଷ ଲଗାଉନାହିଁ। ସେ ମଧ୍ୟ ଆମ ପାଇଁ ହେଉଛି ସବୁଠାରୁ ଦୁଃଖ। ଆମେ ସମସ୍ତେ ଆଜିଠାରୁ ଆସ ବୃକ୍ଷ ଲଗାଇବା, ସମସ୍ତେ ଲଗାଇବା ଉଚିତ। ଆମେ କ'ଣ କରୁଛେ ବା କ'ଣ କରିଛେ ତାହା ମଧ୍ୟ ଆମକୁ ଜଣା ନାହିଁ। ଏହିସବୁ ଦୁଃଖ କାର୍ଯ୍ୟରୁ ଆମେ ସଦାସର୍ବଦା ଦୁଃଖ ଭୋଗ କରୁଛେ। କଥାରେ ଅଛି, ମା ଜାଣେ ବାପ, ମନ ଜାଣେ ପାପ। ଆମେ ଯେତେବେଳେ ଦୈନନ୍ଦିନର କାର୍ଯ୍ୟ ସମାପନ କରି ବିଶ୍ରାମ କରିବାକୁ ଯାଉଛେ, ସେତେବେଳେ ଆମେ ଆଜିର ଦିନରେ କ'ଣ କାର୍ଯ୍ୟ କଲେ ସବୁ ଆମ ଆଖି ଆଗରେ ଝଲକ ହୋଇ ଦିଶୁଛି। ସେଥିରୁ ଆମେ ଜାଣିପାରୁଛେ ଅନୁଭବର ପୁଣ୍ୟ କେତେ। କାରଣ ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଏହିସବୁ କାର୍ଯ୍ୟରୁ ମୁକ୍ତି ପାଇବାକୁ ହେଲେ ଆମକୁ ଦୁଇଟା ବାଟ ଶାସ୍ତ୍ର ଅନୁସାରେ ଅଛି। ଗୋଟିଏ ହେଲା ଭଗବତ ଗଙ୍ଗାରେ ସ୍ନାନ କରି ତୀର୍ଥ ଦର୍ଶନ ଏବଂ ଦାନ। ଏ କାର୍ଯ୍ୟ ସବୁ ମନୁଷ୍ୟଙ୍କ ପକ୍ଷରେ ଅସମ୍ଭବ କାର୍ଯ୍ୟକୁ କଳିଯୁଗର ଲୋକ ସଦାସର୍ବଦା ଜଞ୍ଜାଳରେ ବ୍ୟସ୍ତ ବହୁଳରେ କାର୍ଯ୍ୟ କରୁଛନ୍ତି। ସେଥିଲାଗି ସମସ୍ତଙ୍କୁ ଏହି ଦୁଃଖ ଶାନ୍ତିରୁ ବା ମୁକ୍ତି ପାଇବାକୁ ଆମ ପଞ୍ଚସଖାଙ୍କ ମଧ୍ୟରୁ ଅତିବଡ଼ି ଜଗନ୍ନାଥ ଦାସ ଏକ ଓଡ଼ିଆ ନବାକ୍ଷରୀ ଭାଗବତ ଗ୍ରନ୍ଥ ବା ଭାଗବତ ଗଙ୍ଗା ମହାପୁରାଣ ରୂପେ ସଦାସର୍ବଦା ପୂଜା ପାଉଛନ୍ତି। ସେହି ଭାଗବତକୁ ଆମେ ଯଦି ସବୁଦିନ ପାଠ କରି ଶ୍ରବଣ କରିବା, ସବୁ କାର୍ଯ୍ୟରୁ ମୁକ୍ତି ପାଇବ ବୋଲି ଆମେ ଭାଗବତକୁ ଆଶ୍ରୟ କରିଛେ। ଆସ ଆମ୍ଭେମାନେ ସମସ୍ତେ ପରିବାରରେ ବା ଠାକୁର ଘରେ, ଦେବାଳୟରେ, ଭାଗବତ ଟୁଙ୍ଗିରେ ଭାଗବତ ପାଠ କରିବା, ଶ୍ରବଣ କରିବା ଓ କୀର୍ତ୍ତନ କରିବା। ଏସବୁ ଯେଉଁମାନେ କରନ୍ତି, ଶାସ୍ତ୍ରରେ ଅଛି, ସେ ଗୋଦାନର ଫଳ ପାଆନ୍ତି। ଭାଗବତ ଏମିତି ଏକ ଗ୍ରନ୍ଥ ଯାହାର ନିଜସ୍ୱ ଗୃହ ଅଛି ଏବଂ ପ୍ରତିବର୍ଷ ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମା ଦିନ ଭାଗବତ ଜନ୍ମର ପୁରପଲ୍ଲୀରେ ପାଳିତ କରାଯାଏ। ଏମିତି କେଉଁ ବେଦ ଉପନିଷଦର ମଧ୍ୟ ଜନ୍ମଦିନ ପାଳନ କରାଯାଏ ନାହିଁ। ସେଥିଯୋଗୁଁ ଏହି ନବାକ୍ଷରୀ ଭାଗବତକୁ ପଞ୍ଚମ ବେଦ ରୂପେ ନାମିତ କରାଗଲା। ବିଶ୍ୱାସ ଅଛି, ଭାଗବତକୁ ଏହି କଳିଯୁଗରେ ବ୍ୟାସାସନରେ ଜଗନ୍ନାଥଙ୍କର ବୀଜସ୍ଥଳୀ, ସେଠାରୁ ପ୍ରଭୁଙ୍କ ଦର୍ଶନ ମିଳେ। ଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଏହି ବ୍ୟାସାସନ ଭାଗବତରେ ଥିଲାବେଳେ ଦର୍ଶନ ପାଇଥାଉ। ଯେଉଁଠାରେ ଭାଗବତ ପଠନ ହୋଇଥାଏ, ସେଠାରେ ଭଗବାନ ଥାଆନ୍ତି ବୋଲି ବିଶ୍ୱାସ ଅଛି। କାରଣ ମୂଳଟି ଅଟଇ ବିଶ୍ୱାସ କହଇ ଜଗନ୍ନାଥ ଦାସ। ଅବକାଶ ଚିନ୍ତା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭାଷାରେ, ତେଣୁ 12 ସ୍କନ୍ଧ ପ୍ରକୃତ ପ୍ରବନ୍ଧ ଗୀତେ କଲ ପରକାଶ, ଥିବା ଯାଏ ଭାଷା ଗାଇବ ଓଡ଼ିଶା କହେ ଜଗନ୍ନାଥ ଦାସ। କେତେ ଧର୍ମବୀର ଦେବେ ନୀତି ଶିର, ସ୍ୱଦେଶେ ଧର୍ମ ହିତେ, ଅସଂଖ୍ୟ ନାସ୍ତିକ ହୋଇବେ ପ୍ରେମିକ ତୁମ୍ଭ ମଧୁମୟ ଗୀତେ। ଆସ ସମସ୍ତେ ମିଶି ସବୁ ପରିବାରରେ ଏକତ୍ର ବସି ବା ଭାଗବତ ଟୁଙ୍ଗିରେ ମିଶି ଭାଗବତ ପଠନ, ଶ୍ରବଣ, କୀର୍ତ୍ତନ, ପୂଜନ କରିବା
ଏହା ହିଁ ଆମର କାମନା। ଭାଗବତ ପଢ଼ିବା ପୂର୍ବରୁ ସମସ୍ତେ ଏହି ପଦଟିକି ବୋଲିବେ, ଯଥା ନମହି ନୃସିଂହ ଚରଣ ଅନାଦି ପରମ କାରଣ ନୀଳାବିଧୃତ କଳେବର ଦେବମାନବ ଅଗୋଚର। ଭାଗବତ ପାଠ ଶେଷରେ ମୂଳଟି ଅଟଇ ବିଶ୍ୱାସ ଅହଇ ଜଗନ୍ନାଥ ଦାସ ଗୋବିନ୍ଦ 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 ପଦୁବ ଲୁଚି ମକରନ୍ଦ ଭୀମସେବି ରଣଭଙ୍ଗେ ମୁନେ ରୁକ୍ମିମତି ଭ୍ରମ ଯଦି ସୁଧମ ସୁଧ ବା ମମ ଦଶନ ବିଦ୍ୟତେ। ଓಂ ନମୋ ଭଗବତେ ବାସୁଦେବାୟ। ଓಂ ନମୋ ଭଗବତେ ବାସୁଦେବାୟ। ଓಂ ନମୋ ଭଗବତେ ବାସୁଦେବାୟ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।